ମୁଁ ଆଜି ଭୋଜି ଭଳି ସ୍ୱାଦର ମିକ୍ସ ଭେଜିଟେବୁଲ ଚିପ୍ସ ବନେଇବି। ଆପଣ ଆକୁ ମାତ୍ର 10 ମିନିଟ୍ ଭିତରେ ପ୍ରସ୍ତୁତ କରିପାରିବେ। ଯଦି ଆପଣ କିଛି ଟିପ୍ସ ଆଉ ଟ୍ରିକ୍ସ ଫଲୋ କରିବେ, ଆପଣଙ୍କ ଚିପ୍ସ ପୁରା ପରଫେକ୍ଟ କ୍ରିସ୍ପି ବନିବ। ଦେଖିପାରୁଥିବେ ଏ ମିକ୍ସ ଭେଜିଟେବୁଲ ଚିପ୍ସ କେତେ କ୍ରିସ୍ପି ବନିଛି। ନମସ୍କାର, ଟ୍ୱିଙ୍କଲ କିଚେନକୁ ଆପଣମାନଙ୍କୁ ସ୍ୱାଗତ। ମିକ୍ସ ଭେଜିଟେବୁଲ ଚିପ୍ସ ବନେଇବା ପାଇଁ ମୁଁ ଏସବୁ ପରିବା ନେଇଛି। ପରିବାରେ ମୁଁ ଏଠି ଆଳୁ, ବାଇଗଣ, ଫୁଲକୋବି, ବିନ୍ସ ଆଉ ଗାଜର ନେଇଛି। ମୁଁ ଏଠି ଆଳୁ ଆଉ ଗାଜରକୁ ଟିକେ ପତଲା ପତଲା ଲମ୍ବା ଲମ୍ବା କରି କାଟିକି ନେଇଛି। ଆଉ ଫୁଲକୋବି, ବାଇଗଣକୁ ଟିକେ ଛୋଟ ଛୋଟ ଖଣ୍ଡ କରି କାଟିକି ନେଇଛି। ପରିବାର କ୍ୱାଣ୍ଟିଟି ଆପଣ ଆପଣଙ୍କ ହିସାବରେ କମ୍ ବେଶୀ କରିପାରିବେ। ଆପଣ ଆପଣଙ୍କ ଚଏସ୍ର କିଛି ବି ପରିବା ଏଠି ନେଇପାରିବେ। ମୁଁ ଏଠି ପରିବାକୁ ଭଲସେ ଧୋଇକି ପାଣିରୁ ଛାଣିକି ନେଇଯାଇଥିଲି। ଏବେ ଆମେ ଏଥିରେ ସ୍ୱାଦ ଅନୁସାରେ ଲୁଣ ପକାଇବା। ତାପରେ ମୁଁ ଏଠି କଞ୍ଚା ଲଙ୍କା, ରସୁଣ, ଅଦାର ଛେଚା ଦେଇଛି। ଆପଣ ଏମିତି ଆର ଛେଚା ପକାଇବେ, ପେଷ୍ଟ ଦେବେନି। ଛେଚା ଦେଲେ ଆର ଟେଷ୍ଟ ବହୁତ ଭଲ ଆସିଥାଏ। ମୁଁ ଏଠି 1 ଇଞ୍ଚର ଅଦା, 7ରୁ 8 ପାଖୁଡ଼ା ରସୁଣ ଆଉ 2ଟା କଞ୍ଚା ଲଙ୍କାକୁ ଛେଚିକି ନେଇଛି। ଆପଣଙ୍କୁ ଯେତିକି ରାଗ ଦରକାର ସେ ଅନୁସାରେ କଞ୍ଚା ଲଙ୍କା ନେବେ। ତାପରେ ମୁଁ ଏଥିରେ 1/3 ଟେବୁଲ ସ୍ପୁନ୍ ହଳଦୀ ଗୁଣ୍ଡ, କାଶ୍ମୀରୀ ଲଙ୍କା ଗୁଣ୍ଡ ଦେଇଛି। ଚିପ୍ସକୁ ଗୋଟେ ଭଲ କଲର୍ ଦେବା ପାଇଁ ମୁଁ କାଶ୍ମୀରୀ ଲଙ୍କା ଗୁଣ୍ଡ ନେଇଛି। ଆ ଜାଗାରେ ଆପଣ ଫୁଡ୍ କଲର୍ ପକାଇ ପାରିବେ। ତାପରେ ମୁଁ ଏଥିରେ ଗୋଟେ ଛୋଟ ଚାମଚ ଜିରା, ଧନିଆ ଗୁଣ୍ଡ ଆଉ ଗୋଟେ ଛୋଟ ଚାମଚ ଚିକେନ ମସଲା ନେଇଛି। ଆ ଜାଗାରେ ଆପଣ କିଛି ବି ସବ୍ଜି ମସଲା ନେଇପାରିବେ। ଏବେ ଆମେ ଧୀରେ ଧୀରେ ହାଲକା ହାତରେ ସବୁକୁ ଭଲସେ ମିକ୍ସ କରିଦେବା, ଯେମିତି ମସଲା ଗୁଣ୍ଡ, ଲୁଣ ପରିବା ଉପରେ ଭଲ ଭାବେ କୋଟ୍ ହେଇଯିବ। ତାପରେ ମୁଁ ଏଥିରେ 3 ଛୋଟ ଚାମଚ ବେସନ ଦେଇଛି, ହାଫ୍ କପ୍ କର୍ଣ୍ଣଫ୍ଲାୱାର ପକାଉଛି ଆଉ ହାଫ୍ କପ୍ ଚାଉଳ ଗୁଣ୍ଡ ଦେଇଛି। ଯଦି ଦରକାର ପଡ଼ିବ ଆମେ ପଛରେ এই ଚାଉଳ ଗୁଣ୍ଡକୁ ୟୁଜ୍ କରିବା। ଏବେ ଆମେ ଧୀରେ ଧୀରେ ହାଲକା ହାତରେ ଆକୁ ମିକ୍ସ କରିବା। ଆମେ ପରିବାରେ ଲୁଣ ପକାଇଛେ, ଏହାଦ୍ୱାରା ଏଥିରୁ ପାଣି ବାହାରିବ। ସେ ପାଣିରେ ପ୍ରଥମେ ଆପଣ ଆକୁ ମିକ୍ସ କରିବେ, ସାଙ୍ଗେ ସାଙ୍ଗେ ଏଥିରେ ପାଣି ଦେବେନି, ନହେଲେ ଇଏ ପତଳା ହେଇଯିବ। ଏବେ ଆମେ ଏଥିରେ ବାକି ରଖିଥିବା ଚାଉଳ ଗୁଣ୍ଡକୁ ଦେଇଦେବା। ଆପଣ ଚାହିଁଲେ ଏଥିରେ କର୍ଣ୍ଣଫ୍ଲାୱାର ବି ଆଉ ଦେଇପାରିବେ। ତାପରେ ଆମେ ଏଥିରେ ଅଳ୍ପ ଅଳ୍ପ ପାଣି ଦେଇ ଆକୁ ମିକ୍ସ କରିବା, ଯେମିତି ବେସନ ଚାଉଳ ଗୁଣ୍ଡ ପରିବା ଉପରେ ଭଲସେ କୋଟ୍ ହେଇଯିବ। ପରିବାକୁ ଆପଣ ବେଶୀ ମୋଟା କରି କୋଟ୍ କରିବେନି। ତାପରେ ମୁଁ ଏଥିରେ 2 ଛୋଟ ଚାମଚ ଧଳା ରାଶି ଦେଉଛି। ରାଶି ପକାଇବା ଦ୍ୱାରା এই ଚିପ୍ସର ଟେଷ୍ଟ ବହୁତ ଭଲ ଆସିବ। ମୁଁ ଆପଣଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ କରୁଛି, ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିବ ତାହେଲେ ଆକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋ ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ମୁଁ ଏଠି ସବୁକୁ ଭଲସେ ମିକ୍ସ କରିଦେଇଛି। ଚାଲନ୍ତୁ ଏବେ ଆମେ এই ମିକ୍ସ ଭେଜିଟେବୁଲକୁ ଛାଣିବା। ସେଥିପାଇଁ ମୁଁ ଏଠି କଢ଼େଇରେ କିଛି ତେଲ ଦେଇ ଗରମ ହେବାକୁ ରଖିଥିଲି। ତେଲ ଭଲସେ ଗରମ ହେଇଗଲା ପରେ ଆମେ ଅଳ୍ପ ଅଳ୍ପ କରି ପରିବାକୁ ତେଲରେ ଦେଇଦେବା। ଆପଣଙ୍କ କଢ଼େଇରେ ଯେତିକି ପରିବା ଜାଗା ହେବ ସେତିକି ପରିବା ଦେବେ। ପ୍ରଥମେ ଆକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ ହେବାକୁ ଦେବା। 1ରୁ 2 ମିନିଟ୍ ପରେ ଆପଣ ଆକୁ ଲେଉଟାଇବେ, ସାଙ୍ଗେ ସାଙ୍ଗେ ଲେଉଟାଇବେନି, ନହେଲେ ଆଉ ଉପରେ ଯେଉଁ କୋଟିଂ ଅଛି ସେ ଛାଡ଼ିଯିବ। 1ରୁ 2 ମିନିଟ୍ ପରେ ଆମେ ଆକୁ ମିଡ଼ିୟମ୍ ଫ୍ଲେମ୍ରେ ଲେଉଟାଇ ଲେଉଟାଇ ଫ୍ରାଏ କରିବା, ଯେମିତି ଏ ଭଲ ଭାବେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ କ୍ରିସ୍ପି ହେଇ ଫ୍ରାଏ ହେଇଯିବ। ଆପଣ ଆକୁ ମିଡ଼ିୟମ୍ ଫ୍ଲେମ୍ରେ ଫ୍ରାଏ କରିବେ, ବେଶୀ ହାଇ ଫ୍ଲେମ୍ରେ ଫ୍ରାଏ କରିବେନି, ନହେଲେ ପରିବା ଭିତରୁ କଞ୍ଚା ରହିଯିବ। ଚିପ୍ସ ଏଠି ବଢ଼ିଆ ସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ କ୍ରିସ୍ପି ହେଇ ଫ୍ରାଏ ହେଇଯାଇଛି। ଏବେ ଆମେ ଆକୁ ତେଲରୁ ଛାଣିଦେବା। ଆପଣ ଆକୁ ତେଲରୁ ଛାଣିଲା ପରେ ଆପଣ ଆକୁ ଗୋଟେ କିଚେନ୍ ଟାଉଲ୍ରେ କି ଟିସ୍ୟୁ ପେପରରେ ରଖିଦେବେ। ଏହାଦ୍ୱାରା ଏଥିରେ ଯେଉଁ ଏକ୍ସଟ୍ରା ତେଲ ଅଛି ସେ କିଚେନ୍ ଟାଉଲ୍ରେ କି ଟିସ୍ୟୁ ପେପରରେ ସୋକ୍ କରିଯିବ। ଏମିତି ଭାବେ ଆମେ ବାକି ସବୁ ମିକ୍ସ ଭେଜିଟେବୁଲ ଚିପ୍ସକୁ ବି ଛାଣିକି ନେଇଯିବା। ମୁଁ ଏଠି ଆପଣଙ୍କୁ ଆଉ କିଛି ଚିପ୍ସ ଛାଣିକି ଦେଖାଇ ଦେଉଛି। ପ୍ରଥମେ ଆପଣ ଆକୁ ହାଇ ଫ୍ଲେମ୍ରେ 1ରୁ 2 ମିନିଟ୍ ପର୍ଯ୍ୟନ୍ତ ଫ୍ରାଏ କରିବେ। ତାପରେ ମିଡ଼ିୟମ୍ ଫ୍ଲେମ୍ରେ ଲେଉଟାଇ ଲେଉଟାଇ ଫ୍ରାଏ କରିବେ, ଯେମିତି ଭଲସେ ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ କ୍ରିସ୍ପି ହେଇ ଫ୍ରାଏ ହେଇଯିବ।
ଆପଣ ଏହି ରେସିପିକୁ କେଉଁ ଜାଗାରୁ ଦେଖୁଛନ୍ତି କମେଣ୍ଟ ସେକ୍ସନରେ ଜଣାଇବେ। ଯଦି ଆପଣଙ୍କୁ ଏହି ରେସିପି ଭଲ ଲାଗିଥିବ ତାହେଲେ ଏହାକୁ ଲାଇକ୍ କରିବେ, ଆପଣଙ୍କ ସାଙ୍ଗମାନଙ୍କ ସହିତ ସେୟାର କରିବେ। ଯଦି ଏପର୍ଯ୍ୟନ୍ତ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ପାଖରେ ଥିବା ବେଲ୍ ଆଇକନ୍ରେ ଅଲ୍ ନୋଟିଫିକେସନ୍ରେ କ୍ଲିକ୍ କରିବେ। ଏହାଦ୍ୱାରା ମୋର ଯେଉଁ ଭିଡ଼ିଓ ଆସିବ ଆପଣ ପ୍ରଥମେ ଦେଖିପାରିବେ। ଯଦି ଫେସବୁକ୍ରେ ଦେଖୁଛନ୍ତି ତାହେଲେ ଫଲୋ କରିବାକୁ ଜମାରୁ ଭୁଲିବେନି। ଥ୍ୟାଙ୍କ ୟୁ ଫର୍ ୱାଚିଂ।